जय श्रीराम। देवगुरु बृहस्पतिଙ୍କର ଗୋଚରକାଳୀନ ଅଶୁଭ ପ୍ରଭାବକୁ ଆଧାର କରି ଯେଉଁ ଲୋକପ୍ରିୟ ଶ୍ଲୋକଟି ରହିଛି ସେହି ଶ୍ଲୋକଟି ହେଲା ଜନ୍ମରାଶୁ ସୁରାଚାର୍ଯ୍ୟ ରାମରାଜା ବନଙ୍ଗତ ତୃତୀये ବଳିବର୍ଦ୍ଧଚ ଚତୁର୍ଥେ ବିଂଶଲୋଚନ ଦ୍ୱାଦଶେ ସଗର ରାଜା ଦଶମେ ମଧୁକୈଟଭୋ ଅଷ୍ଟମେ କୁରୁରାଜା च ଷଷ୍ଠେ କର୍ଣ୍ଣ ନିପାତ୍ୟ। ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କର ଜନ୍ମରାଶି ଉପରେ ଗୁରୁ ସଂକ୍ରମଣ କରୁଥିଲେ ସେହି ସମୟରେ ଭଗବାନ ରାମଚନ୍ଦ୍ର ରାଜା ହେବା ବଦଳରେ ବନଗମନ କରିଥିଲେ। ଜନ୍ମରାଶିଠାରୁ ତୃତୀୟରେ ଯେତେବେଳେ ଦେବଗୁରୁ ବୃହସ୍ପତି ସଞ୍ଚାର କରୁଥିଲେ ସେହି ସମୟରେ ବଳି ପାତାଳଗାମୀ ହୋଇଥିଲେ। ଜନ୍ମରାଶିଠାରୁ ଚତୁର୍ଥରେ ଯେତେବେଳେ ଗୁରୁ ସଞ୍ଚାର କରୁଥିଲେ ସେ ସମୟରେ ବିଂଶଲୋଚନ ଅର୍ଥାତ୍ ରାବଣ ନିହତ ହୋଇଥିଲେ। ଜନ୍ମରାଶିଠାରୁ ଦ୍ୱାଦଶରେ ଗୁରୁ ଯେତେବେଳେ ସଂକ୍ରମଣ କରୁଥିଲେ ସେ ସମୟରେ ସଗର ରାଜାଙ୍କର ବିନାଶ ହୋଇଥିଲା ଏବଂ ଦଶମେ ମଧୁକୈଟଭ ଅର୍ଥାତ୍ ଦଶମରେ ଯେତେବେଳେ ଗୁରୁ ସଞ୍ଚାର କରୁଥିଲେ ଜନ୍ମରାଶିଠାରୁ ସେ ସମୟରେ ମଧୁକୈଟଭ ଦୁଇଟି ରାକ୍ଷସଙ୍କର ବଧ ହୋଇଥିଲା। ଅଷ୍ଟମରେ ଯେତେବେଳେ ଦେବଗୁରୁ ବୃହସ୍ପତି ଜନ୍ମରାଶିଠାରୁ ସଞ୍ଚାର କରୁଥିଲେ ସେତେବେଳେ କୁରୁ ରାଜାଙ୍କର ବିନାଶ ଘଟିଥିଲା ଏବଂ ଜନ୍ମରାଶିଠାରୁ ଷଷ୍ଠରେ ଯେତେବେଳେ ଗୁରୁ ସଞ୍ଚାର କରୁଥିଲେ ସେହି ସମୟରେ କର୍ଣ୍ଣଙ୍କର ବଧ ହୋଇଥିଲା। ଜୟ ଜଗନ୍ନାଥ।